ଠିକ୍ ଅଛି, ଆସନ୍ତୁ ସିଧାସଳଖ ଆରମ୍ଭ କରିବା ଆଜିର ଏହି ବିଶ୍ଳେଷଣ। ଆଲୋକ ବିଜ୍ଞାନ ବା ଅପ୍ଟିକ୍ସର ଏହି ଚମତ୍କାର ଦୁନିଆକୁ ସ୍ୱାଗତ। ଏକ ନୂଆ ବିଷୟ ଶିଖିବା ବେଳେବେଳେ ଟିକେ କଷ୍ଟ ଲାଗିପାରେ, କିନ୍ତୁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ କେବଳ କିଛି ଫର୍ମୁଲା ଘୋଷିବା ନାହିଁ, ବରଂ ଜଣେ ଦକ୍ଷ କାରିଗର ଭଳି ଗୋଟିଏ ପରେ ଗୋଟିଏ ଷ୍ଟେପ୍ ଯୋଡ଼ି ଏକ ପ୍ରକୃତ ସମସ୍ୟାର ସମାଧାନ କରିବା। ଜଣେ ମେଣ୍ଟର ବା ଗୁରୁ ଭାବରେ ଏହି ପୂରା ପ୍ରକ୍ରିୟାକୁ ଅତି ସହଜ କରି ବୁଝାଇବା ହେଉଛି ମୋର ଲକ୍ଷ୍ୟ। ତେଣୁ ପ୍ରସ୍ତୁତ ହୋଇଯାଆନ୍ତୁ ଆମର ଆଜିର ଶିକ୍ଷଣ ଯାତ୍ରା ପାଇଁ। ଆଜିର ଏହି କର୍ମଶାଳା ପାଇଁ ଆମର ଆଜେଣ୍ଡା କ'ଣ ରହିଛି, ଆସନ୍ତୁ ଟିକେ ନଜର ପକାଇବା। ପ୍ରଥମେ ଆମେ ଆଲୋକ ବିଜ୍ଞାନର ମୂଳ ଆହ୍ୱାନ ବା ପ୍ରୋଜେକ୍ଟକୁ ବୁଝିବା। ତାପରେ ଆମ କାମରେ ଆସିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଲେନ୍ସ ପରିଭାଷାଗୁଡ଼ିକୁ ଜାଣିବା। ତୃତୀୟରେ ରହିଛି ଅତି ଗୁରୁତ୍ୱପୂର୍ଣ୍ଣ ଗାଣିତିକ ସତର୍କତା ବା ଚିହ୍ନ ପ୍ରଥା। ଏହାପରେ ଆମେ ଷ୍ଟେପ୍ ବାଇ ଷ୍ଟେପ୍ ଲେନ୍ସ ସୂତ୍ରର ବ୍ୟବହାର କରିବା ଏବଂ ଶେଷରେ ଏକ ସୁନ୍ଦର ରଶ୍ମି ଚିତ୍ର ବା ବ୍ଲୁପ୍ରିଣ୍ଟ ମାଧ୍ୟମରେ ଆମର ଉତ୍ତରକୁ ସମ୍ପୂର୍ଣ୍ଣ ଭାବରେ ପ୍ରମାଣିତ କରିବା। 1 ନମ୍ବର ଆଲୋକ ବିଜ୍ଞାନର ଆହ୍ୱାନ। ଆସନ୍ତୁ ଦେଖିବା ଆଜିର ସମସ୍ୟାଟି କ'ଣ। ଆମର ମୁଖ୍ୟ ପ୍ରଶ୍ନଟି ହେଉଛି ଏହିପରି। 15 ସେଣ୍ଟିମିଟର ଫୋକସ୍ ଦୂରତା ବିଶିଷ୍ଟ ଗୋଟିଏ ଅବତଳ ଲେନ୍ସ ନିଜଠାରୁ 10 ସେଣ୍ଟିମିଟର ଦୂରରେ ଏକ ପ୍ରତିବିମ୍ବ ସୃଷ୍ଟି କରୁଛି। ପ୍ରଶ୍ନ ହେଉଛି, ଲେନ୍ସଠାରୁ ପ୍ରକୃତରେ କେତେ ଦୂରରେ ବସ୍ତୁଟି ରହିଛି? ଏଠାରେ ଗୋଟିଏ ବଡ଼ ରହସ୍ୟ ଲୁଚି ରହିଛି। ଧ୍ୟାନ ଦିଅନ୍ତୁ, ଆମକୁ ପ୍ରତିବିମ୍ବର ସ୍ଥାନ ଜଣାଅଛି, କିନ୍ତୁ ମୂଳ ବସ୍ତୁର ସ୍ଥାନ ଆମକୁ ଖୋଜି ବାହାର କରିବାକୁ ପଡ଼ିବ। ଏହା ହିଁ ହେଉଛି ଆଜିର ମୁଖ୍ୟ ଟାସ୍କ। 2 ନମ୍ବର ଗୁରୁତ୍ୱପୂର୍ଣ୍ଣ ଲେନ୍ସ ପରିଭାଷା। ଗଣିତ ଆରମ୍ଭ କରିବା ପୂର୍ବରୁ ଆମର ଉପକରଣଗୁଡ଼ିକୁ ଟିକେ ଭଲ ଭାବରେ ଚିହ୍ନି ନେବା। ଆମର ସବୁଠାରୁ ମୁଖ୍ୟ ଉପକରଣ ହେଉଛି ଅବତଳ ଲେନ୍ସ ବା କନକେଭ୍ ଲେନ୍ସ। ଏହା କ'ଣ? ଖୁବ୍ ସରଳ ଭାଷାରେ କହିଲେ, ଏହା ହେଉଛି ଏମିତି ଏକ ଲେନ୍ସ ଯାହା ମଝିରୁ ପତଳା ଏବଂ କଳ ଆଡ଼କୁ ମୋଟା ହୋଇଥାଏ। ଯେତେବେଳେ ଆଲୋକ ରଶ୍ମି ଏହା ଦେଇ ଗତି କରେ, ଏହା ସେହି ରଶ୍ମିଗୁଡ଼ିକୁ ଖେଳେଇ ଦିଏ ବା ଡାଇଭର୍ଜ କରିଦିଏ। ଆଉ ସେହି କାରଣରୁ ଏହା ସବୁବେଳେ ଏକ ଆଭାସୀ ବା ଭର୍ଚୁଆଲ ପ୍ରତିବିମ୍ବ ସୃଷ୍ଟି କରେ, ଯାହାକୁ ଆମେ ସିଧାସଳଖ ପର୍ଦ୍ଦାରେ ପକାଇ ପାରିବା ନାହିଁ। ଏହି ବେସିକ୍ କଥାଟି ମନେ ରଖିବା ନିହାତି ଦରକାର। ଏବେ ଆମ ପାଖରେ ଥିବା ସମସ୍ତ ତଥ୍ୟକୁ ଗୋଟିଏ ଜାଗାରେ ସଜାଇ ରଖିଦେବା। ପ୍ରଶ୍ନ ଅନୁଯାୟୀ ଫୋକସ୍ ଦୂରତା ବା ଏଫ୍ ହେଉଛି 15 ସେଣ୍ଟିମିଟର, ପ୍ରତିବିମ୍ବ ଦୂରତା ବା ଭି ହେଉଛି 10 ସେଣ୍ଟିମିଟର। ତେବେ ବସ୍ତୁ ଦୂରତା ବା ୟୁ କେତେ? ଏହି ୟୁ ହିଁ ହେଉଛି ଆମର ଅଜ୍ଞାତ ଲକ୍ଷ୍ୟ, ସେହି ହଜିଯାଇଥିବା ପଜଲର ପିସ୍ ଯାହାକୁ ଆମେ ଆଜି ସନ୍ଧାନ କରିବା। 3 ନମ୍ବର ଗାଣିତିକ ସତର୍କତା, ଚିହ୍ନ ପ୍ରଥା। ଆଗକୁ ବଢ଼ିବା ପୂର୍ବରୁ ଏକ ଛୋଟ କିନ୍ତୁ ବହୁତ ଜରୁରୀ ସେଫ୍ଟି ୱାର୍ଣ୍ଣିଂ। ଏହାକୁ ଆମର ମୁଖ୍ୟ ସୁରକ୍ଷା ପ୍ରୋଟୋକଲ୍ ବୋଲି ଧରିନିଅନ୍ତୁ। ଅବତଳ ଲେନ୍ସ କ୍ଷେତ୍ରରେ ଫୋକସ୍ ଦୂରତା ଏଫ୍କୁ ସବୁବେଳେ ମାଇନସ୍ ବା ବିଯୁକ୍ତ ହିସାବରେ ନେବାକୁ ହେବ, ଅର୍ଥାତ୍ ଏହା ହେବ -15 ସେଣ୍ଟିମିଟର। ସେହିପରି ଏଥିରେ ସୃଷ୍ଟି ହେଉଥିବା ପ୍ରତିବିମ୍ବ ମଧ୍ୟ ଲେନ୍ସର ବାମ ପାର୍ଶ୍ୱରେ ତିଆରି ହୁଏ, ତେଣୁ ପ୍ରତିବିମ୍ବ ଦୂରତା ଭି ମଧ୍ୟ ମାଇନସ୍ ହେବ, ଅର୍ଥାତ୍ -10 ସେଣ୍ଟିମିଟର। ସାବଧାନ ରହିବେ, ଏହି ମାଇନସ୍ ଚିହ୍ନଗୁଡ଼ିକୁ ଯଦି ଆମେ ଟିକେ ବି ଇଗ୍ନୋର କରିଦେବା, ତେବେ ପୁରା ସୂତ୍ର ଆଉ ଗଣନା ସମ୍ପୂର୍ଣ୍ଣ ଭୁଲ ହୋଇଯିବ। ତେଣୁ ଖାସ୍ ଧ୍ୟାନ ଦେବେ। 4 ନମ୍ବର ଷ୍ଟେପ୍ ବାଇ ଷ୍ଟେପ୍ ଲେନ୍ସ ସୂତ୍ର। ବର୍ତ୍ତମାନ ଆସିଲା ଅସଲ ମଜା, ଆମର ଉପକରଣଗୁଡ଼ିକୁ ଏକାଠି ଯୋଡ଼ିବା। ଆସନ୍ତୁ ଆମର ଫର୍ମୁଲାକୁ ୱାର୍କବେଞ୍ଚରେ ସେଟ୍ କରିବା। ମୂଳ ସୂତ୍ରଟି ହେଉଛି 1/v - 1/u ସମାନ 1/f। ଆମକୁ u ବାହାର କରିବାର ଅଛି, ତେଣୁ ସୂତ୍ରକୁ ସଜାଇ ଦେଲେ ହେବ 1/u ସମାନ 1/v - 1/f। ଏବେ ଆମର ସେଫ୍ଟି ନମ୍ବରଗୁଡ଼ିକୁ ଏଠାରେ ପକାଇବା। ତେଣୁ ଏହା ହେବ 1/u ସମାନ 1/-10 - 1/-15। ଏବେ ଏହାର ଏଲ୍ସିଏମ୍ ବା ଲସାଗୁ ନେଲେ ହେବ 30। ଉପରେ ଗଣନା କଲେ ଆସିବ -3 + 2 ବିଭକ୍ତ 30, ଯାହାକି ସମାନ ଅଟେ -1/30ର। କେତେ ସହଜରେ ଗୋଟିଏ ପରେ ଗୋଟିଏ ଷ୍ଟେପ୍ ଲଜିକାଲି ସମାଧାନ ହୋଇଗଲା ଦେଖିଲେ ତ? ତେଣୁ ଏଠାରେ ଆମକୁ ମିଳିଗଲା ଆମର ଚୂଡ଼ାନ୍ତ ଗାଣିତିକ ଉତ୍ତର। ଯେହେତୁ 1/u ସମାନ -1/30, ତେଣୁ u ସମାନ -30 ସେଣ୍ଟିମିଟର। ବହୁତ ବଢ଼ିଆ, ଆମର ଏହି କ୍ୟାଲକୁଲେସନ୍ ସମ୍ପୂର୍ଣ୍ଣ ସଫଳ ହୋଇଛି। କିନ୍ତୁ କେବଳ ଏହି ନମ୍ବର ପାଇଯିବାଟା ବଡ଼ କଥା ନୁହେଁ, ଆମକୁ ଏହାର ବାସ୍ତବ ଅର୍ଥ ବୁଝିବାକୁ ପଡ଼ିବ। ଏହି -3 ସେଣ୍ଟିମିଟରର ପ୍ରକୃତ ଅର୍ଥ କ'ଣ? ଏହାର ଅର୍ଥ ହେଉଛି ବସ୍ତୁଟି ଲେନ୍ସର ଠିକ୍ ସାମ୍ନାରେ 30 ସେଣ୍ଟିମିଟର ଦୂରରେ ରହିଛି। ଏବେ ଆଉ ଗୋଟିଏ ମଜାଦାର କଥା ଲକ୍ଷ୍ୟ କରନ୍ତୁ। ଆମର ଫୋକସ୍ ଦୂରତା ବା ଏଫ୍ ଥିଲା 15, ତେଣୁ ଏହାର ଠିକ୍ 2 ଗୁଣ ବା 2f ହେଉଛି 30। ଏହାର ମାନେ ବସ୍ତୁଟି ଠିକ୍ 2f1 ବିନ୍ଦୁରେ ହିଁ ଅବସ୍ଥିତ। ଏହା ହିଁ ତ ଫିଜିକ୍ସର ସବୁଠୁ ବଡ଼ ସୌନ୍ଦର୍ଯ୍ୟ। ଗଣିତର ନମ୍ବରଗୁଡ଼ିକ ଆମକୁ ସିଧାସଳଖ ଗୋଟିଏ ଭୌତିକ ସ୍ଥାନ ସହ ଯୋଡ଼ିଦେଲେ। 5 ନମ୍ବର ବ୍ଲୁପ୍ରିଣ୍ଟ, ରଶ୍ମିଚିତ୍ର ବା ରେ ଡାଏଗ୍ରାମ। ଆସନ୍ତୁ
ଆମର ଏହି ଗଣିତକୁ ଏକ ଭିଜୁଆଲ ବ୍ଲୁପ୍ରିଣ୍ଟ ମାଧ୍ୟମରେ ପ୍ରମାଣିତ କରିବା। ଆଉ ଏହି ଚିତ୍ରଟି ଚମତ୍କାର ଭାବରେ ଦର୍ଶାଉଛି ଆମର ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ରୂପରେଖା। ଟିକେ ଧ୍ୟାନ ଦେଇ ଦେଖନ୍ତୁ, ମୂଳ ବସ୍ତୁ ଏବେ ଠିକ୍ 30 ସେଣ୍ଟିମିଟର ମାର୍କରେ ବା 2F1ରେ ଛିଡ଼ା ହୋଇଛି। ସେଠାରୁ ବାହାରୁଥିବା ଗୋଟିଏ ରଶ୍ମି ଲେନ୍ସ ଦେଇ ଗଲାପରେ ଉପର ଆଡ଼କୁ ବାଙ୍କି ଯାଉଛି। ଅନ୍ୟ ରଶ୍ମିଟି ଆଲୋକ କେନ୍ଦ୍ର ବା ଓ ଦେଇ ପୁରା ସିଧା ବାହାରି ଯାଉଛି। ଏବେ ଦେଖନ୍ତୁ, ଏହି ଦୁଇଟି ରଶ୍ମି ଯେଉଁଠି ପରସ୍ପରକୁ କାଟୁଛନ୍ତି ସେଠାରେ ଗୋଟିଏ ଛୋଟ ଏବଂ ସିଧା ପ୍ରତିବିମ୍ବ ତିଆରି ହେଉଛି। ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହା ଠିକ୍ 10 ସେଣ୍ଟିମିଟର ଦୂରତାରେ ଅର୍ଥାତ୍ ଓ ଏବଂ F1 ମଝିରେ ହିଁ ସୃଷ୍ଟି ହୋଇଛି। ଆମର ଗଣିତ ଏବଂ ଆମର ବ୍ଲୁପ୍ରିଣ୍ଟ ପରସ୍ପର ସହ 100% ମେଳ ଖାଉଛି। ଆମ ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ସଫଳ ହେଲା। ତେବେ ଆମେ ଆଜିର ଏହି ବିଶ୍ଳେଷଣର ଶେଷରେ ଆସି ପହଞ୍ଚିଗଲେ। ଷ୍ଟେପ୍ ବାଇ ଷ୍ଟେପ୍ ଗଣିତ ଆଉ ଚିତ୍ର ମାଧ୍ୟମରେ ଅବତଳ ଲେନ୍ସର ଏହି ଟ୍ରିକ୍ ବେଶ୍ ସ୍ପଷ୍ଟ ହୋଇଯାଇଛି ବୋଲି ମୋର ଆଶା। କିନ୍ତୁ ଯିବା ପୂର୍ବରୁ ଆପଣଙ୍କୁ ଗୋଟିଏ କଥା ଚିନ୍ତା କରିବା ପାଇଁ ଛାଡ଼ି ଦେଇଯାଉଛି। ଟିକେ ଭାବନ୍ତୁ ତ, ଯଦି ଆମେ ଆମର ଟୁଲ୍ ବା ଏହି ଲେନ୍ସଟିକୁ ବଦଳାଇ ଦେବା ଆଉ ଏକ ଅଲଗା ଫୋକସ୍ ଦୂରତା ଥିବା ଲେନ୍ସ ବ୍ୟବହାର କରିବା, ତେବେ ଏହି ପୁରା ବ୍ଲୁପ୍ରିଣ୍ଟଟି କିପରି ବଦଳିଯିବ? ପ୍ରତିବିମ୍ବଟି କେତେ ଆଗକୁ କିମ୍ବା ପଛକୁ ଘୁଞ୍ଚିବ? ନିଜେ ଅଲଗା ମୂଲ୍ୟ ପକାଇ ଏକ ନୂଆ ପ୍ରୋଜେକ୍ଟ କରିବାକୁ ନିଶ୍ଚୟ ଚେଷ୍ଟା କରନ୍ତୁ। ଦେଖିବେ, ଅପ୍ଟିକ୍ସ ବିଷୟରେ ବହୁତ କିଛି ନୂଆ ଶିଖିବାକୁ ମିଳିବ। ତେବେ ଆଜି ପାଇଁ ଏତିକି। ଶିଖିବା ଜାରି ରଖନ୍ତୁ।